ଆଉ ଏହାର ପ୍ରମାଣ ମଧ୍ୟ ମିଳିଅଛି। ଆଉ ଏଇଟା ଏଦନ ଉଦ୍ୟାନର ଏକ ଅଂଶ ଆପଣ ଯେଉଁଟା ଦେଖୁଛନ୍ତି। କିଛି ଦିନ ପୂର୍ବରୁ ମୁଁ ଗୋଟେ ନ୍ୟୁଜ୍ ବି ଦେଖୁଥିଲି। ଏଦନ ଉଦ୍ୟାନ ବୈଜ୍ଞାନିକମାନଙ୍କ ଦ୍ୱାରା ଆବିଷ୍କୃତ ହୋଇଅଛି। ତେବେ ପ୍ରିୟ ବନ୍ଧୁଗଣ, ଆପଣ ଯାହା ଦେଖୁଛନ୍ତି ଏହା ହେଉଛି ଆବିଷ୍କାର କରାଯାଇଥିବା ବୈଜ୍ଞାନିକମାନଙ୍କ ଦ୍ୱାରା ଏଦନ ଉଦ୍ୟାନ। ଆଉ ପରିବେଶର ମନୁଷ୍ୟକୁ ନିର୍ମାଣ କରେ ନିଜର ସାଦୃଶ୍ୟରେ। କିନ୍ତୁ ଅନେକ କହନ୍ତି ଯେ ବାଇବେଲ ଏକ ମିଥ୍ୟା ଅଟେ। ବାଇବେଲ କୌଣସି ରୂପରେ ମିଥ୍ୟା ବିଷୟ ନୁହେଁ, ବାଇବେଲ ଏକ ସତ୍ୟ ବିଷୟ ଅଟେ। ହଁ ପ୍ରିୟ ବନ୍ଧୁଗଣ, ଆଉ ଏଟା ଏମିତି ଏକ ପ୍ରମାଣ ପ୍ରିୟ ବନ୍ଧୁଗଣ, ବିଜ୍ଞାନ ମଧ୍ୟ ଫେଲ୍ ମାରିଯିବ। ମୁଁ କାହିଁକି କହୁଛି ବିଜ୍ଞାନ ଫେଲ୍ ମାରିଯିବ? କାରଣ ଦେଖନ୍ତୁ,